ଦୁଇ ଶୀର୍ଷ ନେତୃତ୍ୱଙ୍କ ନିଷ୍ପତ୍ତି ପାଇଁ ବଳି ପଡ଼ିଲା ମାହାଙ୍ଗା ବିଜେପି। ମାହାଙ୍ଗା ବିଜେପିର ପତନ ପାଇଁ ଦାୟୀ କିଏ ରହିବ? କେନ୍ଦ୍ରୀୟ ନେତୃତ୍ୱ, ରାଜ୍ୟ ସଭାପତି ନା ଅନ୍ୟ କେହି? ଦର୍ଶକ ବନ୍ଧୁ, ରାଜ୍ୟ ବିଜେପିର ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଏବେ ରାଜ୍ୟ ବିଜେପି ଦଳ ଭିତରେ ଅସନ୍ତୋଷ ଦେଖାଦେଇଛି। ନିର୍ବାଚନ ପ୍ରାର୍ଥୀ ତାଲିକା ପ୍ରକାଶ ପୂର୍ବରୁ ଭାରତୀୟ ଜନତା ପାର୍ଟିର ରାଜ୍ୟସ୍ତରୀୟ ନେତୃମଣ୍ଡଳୀ ଏବଂ କେନ୍ଦ୍ରୀୟ ନେତୃତ୍ୱମାନଙ୍କ ବିଶେଷ ଆଲୋଚନା ପରେ ଦଳ ପ୍ରାର୍ଥୀ ଚୟନ କରିଥାଏ। ଆଗାମୀ 2024 ସାଧାରଣ ନିର୍ବାଚନ ପାଇଁ ଓଡ଼ିଶା ବିଜେପି ତାର ବିଧାୟକ ପ୍ରାର୍ଥୀ ତାଲିକା ଘୋଷଣା କରିଛି। କିନ୍ତୁ ପ୍ରାର୍ଥୀ ଘୋଷଣା ପରେ ବିଭିନ୍ନ ବିଧାନସଭା କ୍ଷେତ୍ରରେ ଏବେ ପ୍ରାର୍ଥୀ ଚୟନକୁ ନେଇ କର୍ମୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଧର୍ମଶାଳା, ମାହାଙ୍ଗା ଭଳି ସମ୍ବେଦନଶୀଳ ବିଧାନସଭା କ୍ଷେତ୍ରରେ ଦଳ ଯେଉଁମାନଙ୍କୁ ପ୍ରାର୍ଥୀ ଚୟନ କରିଛି, କର୍ମୀମାନେ ସେମାନଙ୍କୁ ଗ୍ରହଣ କରିବାକୁ ନାରାଜ ଅଛନ୍ତି। କଟକ ଜିଲ୍ଲା ନୁହେଁ ବରଂ ଓଡ଼ିଶାର ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ହେଉଛି ମାହାଙ୍ଗା। ମାହାଙ୍ଗା ଡବଲ ମର୍ଡର ଘଟଣାରେ ସମ୍ପୃକ୍ତ ବାହୁବଳୀ ବିଧାୟକ ପ୍ରତାପ ଜେନା ନିଜର ଦବଦବା ଏହି ଅଞ୍ଚଳରେ ବଜାୟ ରଖିଥିବା ବେଳେ ଚଳିତ ନିର୍ବାଚନରେ ବିଜୁ ଜନତା ଦଳ ପକ୍ଷରୁ ତାଙ୍କ ପୁଅ ଅଙ୍କିତ ପ୍ରତାପ ଜେନାଙ୍କୁ ଦଳ ପ୍ରାର୍ଥୀ ଭାବେ ଘୋଷଣା କରିଛି। ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଭାବେ ସୁମନ୍ତ ଘଡ଼ାଇଙ୍କୁ ଟିକେଟ୍ ପ୍ରଦାନ କରିଛି। ତେବେ ସୁମନ୍ତ ଘଡ଼ାଇଙ୍କୁ ଦଳ ପକ୍ଷରୁ କାହିଁକି ପ୍ରାର୍ଥୀ କରାଗଲା ତାହା ବର୍ତ୍ତମାନର ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଗତ 5 ବର୍ଷ ହେବ ମାହାଙ୍ଗାରେ ଭାରତୀୟ ଜନତା ପାର୍ଟିର ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ବିଜେପି ନେତା ଶାରଦା ପ୍ରଧାନଙ୍କ ନେତୃତ୍ୱରେ ହୋଇ ଆସୁଥିଲା ଏବଂ ଶାରଦା ବିଗତ 5 ବର୍ଷରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଦଳରୁ କର୍ମୀମାନଙ୍କୁ ବିଜେପିରେ ସାମିଲ କରାଇ ଏକ ଦୃଢ଼ ସଂଗଠନ ଗଢ଼ି ତୋଳିଥିଲେ। ଆଶା ଥିଲା 2024 ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ମାହାଙ୍ଗାରୁ ବିଜେପି ପ୍ରାର୍ଥୀ ଭାବେ ଶାରଦାଙ୍କୁ ଟିକେଟ୍ ଦେଇ ବିବାଦୀୟ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଫୁଲ ଫୁଟାଇବ। ହେଲେ କିଛି ଅର୍ଥ ଆଉ କିଛି ନେତାଙ୍କ ସ୍ୱାର୍ଥ ପାଇଁ ଦଳ ପକ୍ଷରୁ ନବାଗତ ସୁମନ୍ତ ଘଡ଼ାଇଙ୍କୁ ଟିକେଟ୍ ପ୍ରଦାନ କରାଯାଇଛି। ତେବେ ଆଗାମୀ ଦିନରେ ମାହାଙ୍ଗା ବିଜେପି ଏବଂ ରାଜ୍ୟ ବିଜେପିର ପତନ ଘଟିବ ବୋଲି ଏବେ ସାଧାରଣରେ ଆଲୋଚନା ହେଲାଣି। ସଂଗଠକମାନଙ୍କୁ ଟିକେଟ୍ ପ୍ରଦାନ ନକରି ରାଜ୍ୟ ବିଜେପି ଯେଉଁମାନଙ୍କୁ ନେଇ ରାଜନୀତି କରୁଛି, ସେଥିପାଇଁ ଆଗାମୀ ଦିନରେ ମାହାଙ୍ଗାରେ ବିଜେପି ତାର ସ୍ଥିତି ହରାଇବ ବୋଲି ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତାମାନେ ମତ ପ୍ରକାଶ କରିଛନ୍ତି। ତେବେ ଦେଖିବାକୁ ବାକି ରହିଲା ରାଜ୍ୟ ବିଜେପି ମାହାଙ୍ଗା ପାଇଁ ଚୟନ କରିଥିବା ପ୍ରାର୍ଥୀ ସୁମନ୍ତ ଘଡ଼ାଇ ମାହାଙ୍ଗାରୁ କେତେ ଭୋଟ ନେଇପାରୁଛନ୍ତି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ 18+।